ବାସୁଦେବପୁର ଜନକଲ୍ୟାଣ ପରିଷଦର ବାର୍ଷିକ ଉତ୍ସବ। ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦର 25ତମ ବାର୍ଷିକ ଉତ୍ସବ ରାଉରକେଲାର ସେକ୍ଟର 7 ସ୍ଥିତ ମଧୁ ମଣ୍ଡପଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ବାରିକ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମାକାନ୍ତ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗ ଦେଇଥିଲା ବେଳେ ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡା ଏବଂ ରମାକାନ୍ତ ବେହେରା ସ୍ୱାଗତ ସଙ୍ଗୀତ ଗାନ ସହ ଜାତୀୟ କବି ବାଞ୍ଛାନିଧିଙ୍କ କବିତା ଗାନ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ ବାର୍ଷିକ ବିବରଣୀ ପାଠ ସହ ପରିଷଦର କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଡକ୍ଟର ପଣ୍ଡା ତାଙ୍କ ଅଭିଭାଷଣରେ ଭାରତବର୍ଷର ଦର୍ଶନ ତତ୍ତ୍ୱ ଆଲୋଚନା କରି କହିଲେ ଯେ ଏ ଦେଶ ଏ ଜାତି ଅନ୍ୟ ପାଇଁ ପ୍ରାଣ ଉତ୍ସର୍ଗ କରିଥାଏ। ଯେମିତି ବାସୁଦେବପୁର ଇରମ ମାଟି ଦେଶ ଓ ଜାତିର ସମ୍ମାନ ପାଇଁ ନିଜର ପ୍ରାଣବଳି ଦେବାକୁ ପଛାଇ ନାହିଁ। ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସାହିତ୍ୟ ସଂସ୍କୃତି ସହ ସ୍ୱାଧୀନତା ଆନ୍ଦୋଳନରେ ଏ ଅଞ୍ଚଳର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ ଇରମ ଗୁଳିକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିବା ସହ ବାସୁଦେବପୁର ତଥା ଭଦ୍ରକ ମାଟିକୁ ଧନ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତି ଜାତୀୟ କବି ବାଞ୍ଛାନିଧି ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ଡକ୍ଟର ହରେକୃଷ୍ଣ ମହତା ପ୍ରଭୃତିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ସାମ୍ବାଦିକ ଶ୍ରୀ ବେହେରା ଇରମ ଗୁଳିକାଣ୍ଡ ପାଇଁ ବାସୁଦେବପୁର ମାଟି ଗର୍ବିତ ବୋଲି କହିବା ସହ ବାସୁଦେବପୁର ଐତିହ୍ୟ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ। ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ମହାନ୍ତି ଏବଂ ବର୍ଷାରାଣୀ ରାଉଳ ଇରମ ମାଟିର ବୀର ଗାଥାକୁ ନେଇ କବିତା ପାଠ କରିଥିଲେ। ଏହି ଅବସରରେ ସାବିତ୍ରୀ ନାୟକଙ୍କ ଲିଖିତ ପୁସ୍ତକ ରକ୍ତ ରଞ୍ଜିତ ଇରମ ଭୂଇଁର ଦ୍ୱିତୀୟ ସଂସ୍କରଣ ଏବଂ ଶିଶୁ ଲେଖକ ଶ୍ରେୟାଂଶ ଦାସଙ୍କ ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟ ପତି, ସାବିତ୍ରୀ ଦାସ, ମଧୁମିତା କର, ଶ୍ରଦ୍ଧାଞ୍ଜଳି ନାୟକ, ସୁଭାଷ ଚନ୍ଦ୍ର ମହାପାତ୍ର, ସନାତନ ପତି, କୃପାସିନ୍ଧୁ ବେହେରା, ସତ୍ୟଜିତ ସାହୁ, ଅଚ୍ୟୁତାନନ୍ଦ ଦାସ, ଅଞ୍ଜନା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ହରିହର ଶତପଥୀ, ସୁନୀଲ କୁମାର ମହାନ୍ତି, ଚକ୍ରଧର ପ୍ରଧାନ, କମଳାକାନ୍ତ ଦାସ, ବଳରାମ ରାଉଳ, ରବୀନ୍ଦ୍ର କୁମାର ସାହୁ, କୌଶଲ୍ୟା ଦାସ, ସନ୍ଧ୍ୟାରାଣୀ ସାହୁ, ବସନ୍ତ କୁମାର ବେହେରା, ଆଦିକନ୍ଦ ନାୟକ, ଗଗନ ବିହାରୀ ପଣ୍ଡା, ଶଙ୍କର୍ଷଣ ଲେଙ୍କା, ଶିବପ୍ରସାଦ ବାରିକ, ସତ୍ୟାନନ୍ଦ ପଣ୍ଡା, ରବୀନ୍ଦ୍ର କୁମାର ସରାଫ, ନୃସିଂହ ଚରଣ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ଦାସ, ପ୍ରଭାତ କୁମାର ଦାସ, କୁଞ୍ଜ ବିହାରୀ ରାଉତ, ଅଞ୍ଜୁ ବାରିକ, ସସ୍ମିତା ପ୍ରଧାନ, ରମେଶ ପାଢ଼ୀ, ମୃତ୍ୟୁଞ୍ଜୟ ପଣ୍ଡା, ଦିନେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।